ପଛରେ ଯେଉଁମାନେ ବସିଛନ୍ତି ଦୟାକରି ସେମାନେ ଟିକେ ଆଗକୁ ଚାଲି ଆସନ୍ତୁ। ଧାଡ଼ି ଧାଡ଼ିରେ ବସିଲେ ଆମମାନେ ଖାଦ୍ୟ ପାଇପାରିବା। ଯେତେବେଳେ ଖାଦ୍ୟ ବଣ୍ଟନର ସମୟ ଆସିଲା, ପ୍ରଭୁ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ ସମସ୍ତଙ୍କୁ ଧାଡ଼ି ଧାଡ଼ିରେ ବସାନ୍ତୁ। ତେବେ ନିଶ୍ଚୟ ପରମେଶ୍ୱର ଆମକୁ କହନ୍ତି ଖାଦ୍ୟର ସମୟରେ ବା ଆତ୍ମିକ ଖାଦ୍ୟର ସମୟରେ ଆମେ ଯେପରି ସୁନ୍ଦର ଧାଡ଼ି ଧାଡ଼ିରେ ବସିପାରିବା। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଅତି ସୁନ୍ଦର ସମୟ ମଧ୍ୟରେ ଆମେ ପହଞ୍ଚିଅଛୁ। ଆଉ ଅଳ୍ପ ସମୟ, I will take only 10 minutes before because our precious speakers they are waiting for the message. ତେବେ ଆମମାନଙ୍କ ମଧ୍ୟରେ ଆହୁରି ଯାହାକୁ ଆପଣ ବକ୍ତା ଭାବରେ ଆମନ୍ତ୍ରଣ କରିଛନ୍ତି ସେମାନେ ମଧ୍ୟ ଅଛନ୍ତି। ତେଣୁ ଏଠି ଦେଖିବାର ସମୟରେ ଏହି ବର୍ଷ ଏକ ନୂଆ ବିଷୟ ମାନେ ଦେଖିପାରୁଛୁ। ଆଉ ସେ ନୂଆ ବିଷୟ ହେଲା ଆଜିର ଦିନରେ ପଦ୍ମପୁର ଅଞ୍ଚଳରେ ଥିବା ଅନେକ ଖ୍ରୀଷ୍ଟୀୟ ମଣ୍ଡଳୀ, ଅନେକ ପାଳକମାନେ, ଅନେକ ଡିନୋମିନେସନ୍ସ, ବିଭିନ୍ନ ମଣ୍ଡଳୀକୁ ଆମେ ଏକତ୍ରିତ ପରମେଶ୍ୱରଙ୍କର ଗୌରବର ଉଦ୍ଦେଶ୍ୟରେ ଏକତ୍ର ହେବାର ବିଷୟକୁ ଆମେ ଦେଖିପାରିଛୁ। ତେବେ ପବିତ୍ର ଆତ୍ମା ପରମେଶ୍ୱରଙ୍କର ନିମନ୍ତେ ଏକ ଉଚ୍ଚ କରତାଳ ଦେଇ ତାଙ୍କୁ ଆମେ ଧନ୍ୟବାଦ ଦେବା, ଯାହା ସେ ଏକ ନୂତନ କାର୍ଯ୍ୟ ଏହି ଅଞ୍ଚଳ ମଧ୍ୟରେ କରିଛନ୍ତି, ଏକ ନୂତନ ଅନୁଗ୍ରହ ଏହି ଅଞ୍ଚଳ ମଧ୍ୟରେ କରିଛନ୍ତି, ଏକ ନୂତନ ଏକତା ଏହି ଅଞ୍ଚଳ ମଧ୍ୟରେ ଦେଇଛନ୍ତି। ଆଉ ଯାହା ଆଜି ଆମର ଚକ୍ଷୁ ଏହି ସ୍ଥାନରେ ଦେଖିବାକୁ ପାଉଅଛି। ମତେ ମନେ ପଡ଼େ ପ୍ରାୟ ଆଜକୁ 25 ବର୍ଷ ଊର୍ଦ୍ଧ୍ୱ, ମୁଁ କହିବି 1995-96 ମସିହାରେ ଏହି ଅଞ୍ଚଳରେ ମୋତେ ମଧ୍ୟ ସେବା କରିବାର ସୁଯୋଗ ପ୍ରଭୁ ଦେଇଥିଲେ। ଏହି ଗ୍ରାମ ନନ୍ଦରାମପୁରରେ ଆସି ଆମେ ଦୀର୍ଘ ଦିନ ରହୁଥିଲୁ, ରାତ୍ର କ୍ଷେପଣ କରୁଥିଲୁ, ଈଶ୍ୱରଙ୍କର ବାକ୍ୟ ବାଣ୍ଟୁଥିଲୁ। ଆଉ ସେମାନଙ୍କ ମଧ୍ୟରେ ମୁଁ ଅନେକ ପୁରୁଣା ଚେହେରା ଦେଖେ, ଆମର ଜିଖରିଆ ଭାଇ, ଜାହାନ ଭାଇ, ଏମିତି ଅନେକ ପରମେଶ୍ୱରଙ୍କର ସେବକମାନଙ୍କୁ ମୁଁ ଦେଖିପାରୁଛି ଯେଉଁମାନେ ବହୁତ ପୁରୁଣା ଏହି ଅଞ୍ଚଳରେ। ଆଉ ସେଇ ଅଞ୍ଚଳରେ ମଧ୍ୟ ମୁଁ ଗୋଟିଏ ପାଳକ ଭାବରେ ଏହି ଅଞ୍ଚଳକୁ ଆସି ସେବା କରିବାର ସୁଯୋଗ ପାଇଥିଲି। ପ୍ରେଜ୍ ଗଡ୍। ଆଉ ସେତେବେଳେ ଭିନ୍ନ ଭିନ୍ନ ସ୍ଥାନ, ଭିନ୍ନ ଭିନ୍ନ ଜାଗା ଥିଲା, କିନ୍ତୁ ଆଜି ପରମେଶ୍ୱରଙ୍କର ଅନୁଗ୍ରହ ଏବଂ ଦୟା ହେତୁ ଯାହା ପରମେଶ୍ୱରଙ୍କର ପବିତ୍ର ଆତ୍ମା ଆଜି ଦିନମାନଙ୍କର କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ଆଉ ସେ କାର୍ଯ୍ୟ ଆମେ ଏହି ସ୍ଥାନରେ ଏକତ୍ର ହେବାର ବିଷୟକୁ ଦେଖିପାରିଛୁ। ହାଲେଲୁୟା। ଟିକେ ଜୋରେ କହିବା ପ୍ରଭୁଙ୍କୁ ଆନନ୍ଦର ସହିତ ହାଲେଲୁୟା। ପ୍ରିୟମାନେ, ପରମେଶ୍ୱରଙ୍କର ବାକ୍ୟ ମଧ୍ୟରୁ ମୁଁ ଗୋଟିଏ ବାକ୍ୟ ପଢ଼ିବି, ଯାହା ଆଜି ସାଏ ପୁସ୍ତକରେ ଲେଖାଯାଏ, ତାର 9 ଅଧ୍ୟାୟର 6 ପଦ ଟିକେ ପଢ଼ିବେ, ମୁଁ ଆଗକୁ ପଢ଼ିବି। କାରଣ ଆମ୍ଭମାନଙ୍କ ନିମନ୍ତେ କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମ ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ଆମେନ୍। ଗୋଟିଏ ଲମ୍ବା ବାକ୍ୟ ମାନେ ଦେଖିଲୁ, ଅନେକ ବିଷୟ ସ୍ଥାନରେ ଲେଖାଯାଏ, କିନ୍ତୁ ଏହି ଅଞ୍ଚଳରେ ଯେଉଁ ପରମେଶ୍ୱର ଆଜି ତାଙ୍କର ଜନ୍ମଦିନର ଉତ୍ସବ ପାଳନ କରିବା ପାଇଁ ବିଭିନ୍ନ ମଣ୍ଡଳୀରୁ ଏକତ୍ରିତ କରିଛନ୍ତି, ଯାହା ପରମେଶ୍ୱରଙ୍କର ଆତ୍ମା ଚାହାନ୍ତି
एक विषय এই স্থাନରେ মতে দেখেইବାକୁ ପରମେଶ୍ୱରଙ୍କର ଆତ୍ମା ମତେ ବର୍ତ୍ତମାନ ସୁଯୋଗ ଦିଅନ୍ତି। ପ୍ରେଜ୍ ଗଡ୍। ଏଠି ଅନେକ ବିଷୟ ଲେଖା ହେଇଛି, ମାତ୍ର ମୁଁ ଗୋଟିଏ ବିଷୟ କହିବି ଯେ ସେ ଶାନ୍ତିର ରାଜା ହେବେ। ପ୍ରେଜ୍ ଦ ଲର୍ଡ। କଣ ହେବେ? ଆଗ ପଦ ଗୁଡାକ ଆମର ମୁଁ ପରେ ପରେ ପରମେଶ୍ୱରଙ୍କ ଦାସ ମାନେ ଅଛନ୍ତି, ସେମାନେ ବ୍ୟକ୍ତ କରିବେ। ମୁଁ ଗୋଟିଏ ପଦ ଶେଷ ପଦକୁ ନିଏ ଯେ ଶାନ୍ତିର ରାଜା। ଶାନ୍ତି ବୋଲି କହିବାର ସମୟରେ କେଉଁ ପ୍ରକାର ଶାନ୍ତି ଆମେ ପାଇପାରିବା? କେତେବେଳେ ଆମେ ଶାନ୍ତିରେ ଅଛୁ ବୋଲି କହିପାରିବା? ଶାନ୍ତି ବୋଲି କହିବା ସମୟରେ ଯେଉଁ ସ୍ଥାନରେ ବିଭେଦ ନାହିଁ ସେହି ସ୍ଥାନରେ ଶାନ୍ତି ଉପସ୍ଥିତ ହୁଅନ୍ତି। ହାଲେଲୁୟା। ବିଭେଦ ଯୋଉଠି ନାହିଁ, ମନକୁ ମନ ଯୋଉଠି ମିଶି ଅଛି, ପ୍ରାଣକୁ ପ୍ରାଣ ଯୋଉଠି ମିଶି ଅଛି, ସ୍ୱଭାବକୁ ସ୍ୱଭାବ ଯେଉଁଠାରେ ମିଶି ଅଛି, ଆରାଧନାକୁ ଆରାଧନା ଯେଉଁ ସ୍ଥାନରେ ମିଶି ଅଛି, ଲୋକକୁ ଲୋକ, ବିଶ୍ୱାସୀକୁ ବିଶ୍ୱାସୀ ଯେଉଁ ସ୍ଥାନରେ ମିଶି ଅଛନ୍ତି, ସେହି ସ୍ଥାନରେ ଶାନ୍ତି ଉପସ୍ଥିତ ହୁଏ। ହାଲେଲୁୟା। ଶାନ୍ତି ଉପସ୍ଥିତ ହୁଏ। ପରମେଶ୍ୱରଙ୍କର ଆତ୍ମା ଚାହାନ୍ତି ଯେ ତାହାଙ୍କର ଲୋକମାନଙ୍କ ମଧ୍ୟରେ ଶାନ୍ତି ଉପସ୍ଥିତ ରହିଥାଉ। ପ୍ରେଜ୍ ଦ ଲର୍ଡ। ଶାନ୍ତି ଉପସ୍ଥିତ ଯଦି ରହିବ, ତାର ଅର୍ଥ ଏକତ୍ର ସେମାନେ ବାସ କଲେ ଶାନ୍ତି ସେମାନଙ୍କର ମଧ୍ୟରେ ରହିବ। ଆଉ ଯାହାକୁ ପରମେଶ୍ୱର ମନୋହର ବୋଲି କହନ୍ତି। ହାଲେଲୁୟା। କଣ କହନ୍ତି? একত্র রহিব। শান্তিরে রহিলে একত্র হেবে। শান্তিরে রহিবা দরকার। যদি পরমেশ্বরଙ୍କର ଲୋକମାନେ ଲୋକମାନଙ୍କର ମଧ୍ୟରେ ବିଭେଦ ବିଭାଜନ এই ପ୍ରକାର ବିଷୟ ଯଦି ଆସିବ, ତେବେ ଶାନ୍ତି ରହିବ ନାହିଁ। ମଣ୍ଡଳୀ ମଧ୍ୟରେ ଅଶାନ୍ତି, ମଣ୍ଡଳୀର ବିଶ୍ୱାସୀ ମାନଙ୍କର ମଧ୍ୟରେ ଶାନ୍ତି, ଦେଶର ଅନ୍ୟମାନଙ୍କର ମଧ୍ୟରେ ଅଶାନ୍ତି। କିନ୍ତୁ ମନେ ରଖିବା, ସେ ଶାନ୍ତିର ରାଜା ଅଟନ୍ତି। ହାଲେଲୁୟା। ଲେଖାଯାଏ, ଗୋଟେ ଗୀତ ଅଛି, ଆପଣମାନେ ଜାଣିଛନ୍ତି, ଯେବେ ଆସିବେ। ମନେ ପଡ଼ିଲା? ହାଲେଲୁୟା। ଗୀତ ଗାଇବି ନାହିଁ, ସମୟ ନାହିଁ। ପ୍ରିୟମାନେ, ଯେବେ ଆସିବେ, ଆଉ ଥରେ ଆସିବାର ସମୟରେ ସେ ଶାନ୍ତି ପ୍ରତିଷ୍ଠା କରିବେ ନାହିଁ, ମାତ୍ର ଆଉ ଥରେ ଆସିବାର ସମୟରେ ସେ ବିଚାରର ଦଣ୍ଡରେ ସେ ସମସ୍ତଙ୍କୁ ରଖିବେ। ହାଲେଲୁୟା। ସେ ଶାନ୍ତି ପ୍ରତିଷ୍ଠା କରିଅଛନ୍ତି, ଶାନ୍ତି ସ୍ଥାପନା କରିଅଛନ୍ତି। ଦୂତମାନେ ଯେତେବେଳେ କହିଲେ ମନୁଷ୍ୟମାନଙ୍କର ମଧ୍ୟରେ, ପରମେଶ୍ୱରଙ୍କର ଲୋକମାନଙ୍କ ମଧ୍ୟରେ ଶାନ୍ତି ବର୍ତ୍ତୁ। ହାଲେଲୁୟା। ଶାନ୍ତି ବର୍ତ୍ତୁ। ପ୍ରିୟମାନେ, ଯଦି ଆମମାନେ ଶାନ୍ତିରେ ବାସ କରୁ, ଏହି ଅଞ୍ଚଳକୁ ଦେଖିବେ ଆପଣମାନେ, ଅଳ୍ପ ଦିନରେ ଏହି ପାଣ୍ଡାଲ ଭିତରେ ଆହୁରି ଅନେକ ଲୋକଙ୍କୁ ଆପଣମାନେ ଦେଖିପାରିବେ। ହାଲେଲୁୟା। ଆମେ ଯଦି ଶାନ୍ତିରେ ପରମେଶ୍ୱରଙ୍କର ସେହି ଏକତ୍ର ମିଳନର ବିଷୟକୁ ଯଦି ଆମମାନଙ୍କ ମଧ୍ୟରେ ରଖୁ, ତେବେ ନିଶ୍ଚିତ ଭାବରେ ପରମେଶ୍ୱର ଆମକୁ ଆଶୀର୍ବାଦ କରିବେ। ପ୍ରିୟମାନେ, ପ୍ରଥମ ବର୍ଷ, ଏହି ବର୍ଷ ଆମମାନେ ପ୍ରତ୍ୟେକଙ୍କର ମନ ଏକତ୍ର କରି, ପ୍ରତ୍ୟେକଙ୍କର ମନ ଏକତ୍ର ହୋଇ ଆମମାନେ ଏହି ସ୍ଥାନରେ ଏକା ପରମେଶ୍ୱରଙ୍କର ଗୌରବ କରିବା ପାଇଁ, ତାଙ୍କରି ସେହି ଜନ୍ମଦିନର ଉତ୍ସବକୁ ପାଳନ କରିବା ପାଇଁ ଆମେ ସ୍ଥାନରେ ଏକତ୍ରିତ ହୋଇଛୁ। ସେଥିପାଇଁ ମୁଁ ବିଶେଷ କରି ଆମର ଅଲ୍
डिनोमिनेशनल ख्रीष्टान काउंसिल को धन्यवाद दिए से माने जेपरी यहाँ को एक प्रयास करी परिश्रम करी अनेक मंडली लोक मानकु एई स्थान रे एकत्र करी परमेश्वर गौरव हेबापई एक दिन बाछिछंती आ सेमान को निश्चित भाव में धन्यवाद दिए एवं निश्चय आम मान मध्य जे जीशु ख्रीष्टर शांति सदा सर्वदा तांकरी आगमन पर्यंत बर्ती रहू ताहा मो शुभेच्छा प्रत्येक को जनाए समय मोर वक्तव्य मु वर्तमान वक्तव्य को बंद करने को चाहूँगी आमेन प्रभु समस्त को आशीर्वाद करंतु।